होसिया पुस्तक 1 अध्याय। होसियाଙ୍କର विवाह ଓ ସନ୍ତାନ ଗଣ। ଉସିୟା, ଯୋଥାମ, ଆହାମ, ହେସେକିଆ ପ୍ରଭୃତି ଜୁଦାର ରାଜା ଓ ଯୋଆସଙ୍କ ପୁତ୍ର ତଥା ଇସ୍ରାଏଲର ରାଜା ଜେରୋବୋଆମଙ୍କ ରାଜତ୍ୱରେ ବେରର ପୁତ୍ର ହୋସିୟାଙ୍କ ପ୍ରତି ପ୍ରଭୁଙ୍କର ବଚନ କଥିତ ହେଲା। ହୋସିୟାଙ୍କ ମାଧ୍ୟମରେ ପ୍ରଭୁ ଯେବେ ପ୍ରଥମେ କଥା କହିଲେ, ତେବେ ସେ ହୋସିୟାଙ୍କୁ କହିଲେ, ତୁମେ ଯାଇ ଜଣେ ଗଣିକାକୁ ବିବାହ କର, ତାଠାରୁ ସନ୍ତାନମାନଙ୍କୁ ଜନ୍ମ ଦିଅ, କାରଣ ପ୍ରଭୁଙ୍କୁ ତ୍ୟାଗ କରି ଏହି ଦେଶ ମହାଗଣିକା ବୃତ୍ତିରେ ଲିପ୍ତ। ସୁତରାଂ ସେ ଯାଇ ଦିବ୍ଲାଇମ୍ର କନ୍ୟା ଗୋମେରଙ୍କୁ ବିବାହ କଲେ ଓ ସେହି ସ୍ତ୍ରୀ ଅନ୍ତଃସତ୍ତ୍ୱା ହୋଇ ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେଲା। ପ୍ରଭୁ ହୋସିୟାଙ୍କୁ କହିଲେ, ତାଙ୍କୁ ଜେସ୍ରେଲ ନାମରେ ନାମିତ କର, କାରଣ ଜେସ୍ରେଲରେ ସଂଘଟିତ ରକ୍ତପାତ ଯୋଗୁଁ ମୁଁ ଜେହୁର ଗୃହକୁ ଅଳ୍ପ ସମୟ ମଧ୍ୟରେ ଦଣ୍ଡ ଦେବି ଓ ଇସ୍ରାଏଲ ରାଜ୍ୟରେ ପରିସମାପ୍ତି ଘଟାଇବି। ସେହିଦିନ ଜେସ୍ରେଲ ଉପତ୍ୟକାରେ ମୁଁ ଇସ୍ରାଏଲର ଧନୁ ଭଗ୍ନ କରିବି। ହୋସିୟାଙ୍କ ପତ୍ନୀ ପୁନରାୟ ଗର୍ଭବତୀ ହୋଇ ଏକ କନ୍ୟା ପ୍ରସବ କଲା। ପ୍ରଭୁ ତାଙ୍କୁ କହିଲେ, ତୁମେ ତାହାଙ୍କୁ କରୁଣା ବିହୀନା ନାମରେ ଅଭିହିତ କର, କାରଣ ଇସ୍ରାଏଲର ଗୃହ ପ୍ରତି ମୁଁ ଆଉ କେବେ କରୁଣା ପ୍ରଦର୍ଶନ କରିବି ନାହିଁ। ମୁଁ ସେମାନଙ୍କୁ କ୍ଷମା ଦେବି ନାହିଁ, କିନ୍ତୁ ଯୁଦାର ଗୃହ ପ୍ରତି ମୁଁ କରୁଣା ପ୍ରଦର୍ଶନ କରିବି। ଧନୁ, ଖଡ଼୍ଗ, ଯୁଦ୍ଧ ଘଟକ ସମୂହ କିମ୍ବା ଅଶ୍ୱାରୋହୀମାନେ ନୁହନ୍ତି, ବରଂ ସ୍ୱୟଂ ମୁଁ ପ୍ରଭୁ ସେମାନଙ୍କ ଈଶ୍ୱର ସେମାନଙ୍କୁ ରକ୍ଷା କରିବି। କାରଣ ବିହୀନାର ସ୍ତନ୍ୟପାନ ସମୟ ସମାପ୍ତ ହେଲା ପରେ ତାଙ୍କ ପତ୍ନୀ ଅନ୍ତଃସତ୍ତ୍ୱା ହୋଇ ଅନ୍ୟ ଜଣେ ପୁତ୍ର ଜନ୍ମ ଦେଲା। ପ୍ରଭୁ କହିଲେ, ତୁମେ ତାଙ୍କୁ ମୋର ସ୍ୱଜନ ନୁହେଁ ନାମରେ ନାମିତ କର, କାରଣ ତୁମେମାନେ ମୋର ସୃଜନ ନୁହଁ ଓ ମୁଁ ତୁମମାନଙ୍କ ଈଶ୍ୱର ନୁହଁ। ତଥାପି ଇସ୍ରାଏଲ ଜନତାର ସଂଖ୍ୟା ସମୁଦ୍ର ଉପକୂଳର ବାଲୁକା ସଦୃଶ୍ୟ ଅପରିମିତ ତଥା ସଂଖ୍ୟାଧିକ ହେବ। ତୁମେମାନେ ମୋର ସୃଜନ ନୁହଁ ବୋଲି ସେମାନଙ୍କୁ କହିଥିବା ପରିବର୍ତ୍ତେ ଜୀବିତ ଈଶ୍ୱରଙ୍କର ପୁତ୍ରଗଣ ରୂପେ ସେମାନଙ୍କ ସମ୍ବନ୍ଧରେ କୁହାଯିବ। ଯୁଦା ଓ ଇସ୍ରାଏଲ ଜନତା ଏକତ୍ରିତ ହେବେ ଓ ସେମାନେ ଜଣଙ୍କୁ ସେମାନଙ୍କ ଅଧିପତି ରୂପେ ନିଯୁକ୍ତ କରିବେ। ସେମାନେ ଦେଶରେ ବ୍ୟାପ୍ତ ହେବେ ଓ ଜେସ୍ରେଲର ଦିନ ମହତ୍ତ୍ୱପୂର୍ଣ୍ଣ ହେବ। 2 ଅଧ୍ୟାୟ। ଅବିଶ୍ୱାସିନୀ ପତ୍ନୀ। ତୁମ ଭ୍ରାତାମାନଙ୍କୁ ମୋର ସୃଜନ ଓ ତୁମ ଭଗ୍ନୀମାନଙ୍କୁ ସେମାନେ କରୁଣା ପ୍ରାପ୍ତ ହୋଇଛନ୍ତି ବୋଲି ନାମିତ କର। ତୁମ ମାତା ସହିତ ଯୁକ୍ତି ବାଢ଼, ସେ ଯେପରି ତାର ମୁଖରୁ ଗଣିକା ବୃତ୍ତିକୁ ଦୂରେଇ ଦିଏ ଓ ତାର ବକ୍ଷରୁ ବ୍ୟଭିଚାର ବୃତ୍ତିକୁ ଉତ୍ପାଟନ କରେ। ସେଥିପାଇଁ ତାହା ସହିତ ଯୁକ୍ତି ବାଢ଼, କାରଣ ସେ ମୋର ପତ୍ନୀ ନୁହେଁ ଓ ମୁଁ ତାର ପତି ନୁହେଁ। ଯୁକ୍ତି ନ ବାଢ଼ିଲେ ମୁଁ ତାହାଙ୍କୁ ବିବସ୍ତ୍ର କରିବି ଓ ଜନ୍ମ ଗ୍ରହଣ କରିଥିବା ଦିନ ସେ ଯେପରି ଥିଲା ସେପରି ମୁଁ ତାହାଙ୍କୁ ଉଲଗ୍ନ କରିବି। ମୁଁ ତାଙ୍କୁ ଏକ ବିଜନ ଦେଶ ତଥା ଶୁଷ୍କ ଭୂମିରେ ପରିଣତ କରିବି। ତୃଷାତୁରା ହୋଇ ସେ ଯେପରି ମୃତ୍ୟୁ ମୁଖରେ ପଡ଼େ, ସେଥିସକାଶେ ମୁଁ ଅବସର ସୃଷ୍ଟି କରିବି। ତାର ସନ୍ତାନମାନଙ୍କ ପ୍ରତି ମଧ୍ୟ ମୁଁ କରୁଣା ପ୍ରଦର୍ଶନ କରିବି ନାହିଁ, କାରଣ ସେମାନେ ଜାରଜ ସନ୍ତାନ। ସେମାନଙ୍କ ମାତା ଗଣିକା ବୃତ୍ତିରେ ଲିପ୍ତ ହେଲା ଓ ଯିଏ ସେମାନଙ୍କୁ ଗର୍ଭ ଧାରଣ କଲା ସେ ଲଜ୍ଜାଜନକ ଆଚରଣ କଲା। ସେ କହିଅଛି ଯେ, ଯେଉଁମାନେ ମୋତେ ରୁଟି, ଜଳ, କୋମଳ ଶଣବସ୍ତ୍ର ତଥା ପାନୀୟ ପ୍ରଦାନ କରିବେ, ମୁଁ ସେହି ମୋର କାମୁକମାନଙ୍କର ପଶ୍ଚାତ୍ ଗମନ କରିବି। ସୁତରାଂ ମୁଁ ତାର ପଥକୁ କଣ୍ଟକ ଦ୍ୱାରା ବାଡ଼ ଦେବି।
से जेपरि तार पथ को आविष्कार न करे सेथि सकाशे मु ता विरुद्धरे गोटाए कांथ निर्माण करिबी। से तार कामुक मानक पश्चात गमन करिबो किंतु सेमानक सहित सहगामी हेबो नाही। से सेमानकु खोजिबो किंतु सेमानकु पाइबो नाही। सेतेबेले से कहिबो मोर प्रथम पतिंक पाखकु मु फेरी जीवी कारण से समय रे वर्तमान अपेक्षा अधिक उत्तम थिला। जे तांकु शस्य द्राक्षारस तथा तैल दान कले ओ बाल प्रति ता द्वारा उत्सर्गित रौप्य तथा स्वर्ण प्रदान करी जे तांकु धनशाली कराइले से जे मु थिली यहाँ से बुझिला नहीं। सुतरां निर्दिष्ट समय रे मोर शस्य ओ अमल काल रे मोर द्राक्षारस मु फेराई नेबी। तार उल्लग्नता जेपरि आवृत होई रहे सेथिपाई प्रदत्त मोर कोमल तथा सन वस्त्र गुड़िक मु फेराई नेबी। तार कामुक मानक सम्मुखरे मु तार कामशक्ति को अनावृत करिबी ओ केही ताकू मो हस्तरु रक्षा करिबो नाही। तार उल्लास रब उत्सव सकल अमावास्या साबत गुड़िक तथा निर्दिष्ट उत्सव समूहर परिसमाप्ति मु घटाइबी। जहाँ संबंधरे से कहिथिला जे ए समस्त मोर कामुक मानक द्वारा मो प्रति प्रदत्त मोर प्रतिफल सेही तार द्राक्षा उद्यान तथा तिमिरी वृक्ष सकल मु विनाश करिबी। से समस्त को मु एक बणरे परिणत करिबी ओ वन्य पशु माने से समस्त ग्रास करिबे। प्रभु कहंती जे हेतु बाल देव गुड़िक उद्देश्य धूपार्चना करी सेमानक उत्सव गुड़िक पालन कला मते पासरी गला ओ कर्णाभरण गुड़िक तथा अन्यान्य आवरण सकल द्वारा अलंकृत होई से तार कामुक मानकर पश्चात गमन कला से हेतु मु तांकु दंड देवी। सुतरां आकर्षण करी मु तांकु मरु प्रांतर को नहीं आसीबी। मु ता सह कमल कथा कहिबी सेठारे मु तांकु तार द्राक्षा उद्यान गुड़िक प्रदान करिबी ओ आखर उपत्यका को प्रत्याशार एक द्वार रे परिणत करिबी। तार यौवन काल रे जेपरि घटिथिला इजिप्टरु बाहरी आसीबा समय रे जेपरि घटिथिला सेहीपरि से सेठारे मोर आह्वान प्रति प्रत्युत्तर देव। प्रभु कहंती सेतेबेले से मते मोर पति नाम रे नामित करिबो मोर बाल नाम रे तुमे आउ केबे ही मते संबोधन करिबो नाही। तार मुखरु बाल देव गुड़िक नाम मु पोछि देवी आउ केबे ही सेमानक नाम सबु उच्चारण करिबो नाही। सेही दिन तुम उद्देश्य रे वन्य पशु सबु आकाशर पक्षी सकल ओ भूचरगामी सरीसृप मानक सह एक व्यवस्था विधान मु सालिश करिबी। सुरक्षित अवस्था रे तुमे जेपरि शयन कर सेथि सकाशे मु तुम सकाशे सुजोग सृष्टि करिबी। चिरकाल व्यापी मु तुमको विवाह करिबी। नीति निष्ठा न्याय परायणता तथा करुणा रे मु तुमको विवाह करिबी। विश्वस्तता रे मु तुमको विवाह करिबी। तुमे प्रभु को जानिबो। प्रभु कहंती सेही दिन मु आकाश को उत्तर देवी ओ आकाश पृथ्वी को उत्तर देव। शस्य द्राक्षारस तथा तैल प्रदान करी पृथ्वी उत्तर देव ओ से समस्त जेस्रेल को उत्तर देव। देश रे मो प्रति मु तांको वपन करिबी। करुणा विहीना प्रति मु करुणा प्रदर्शन करिबी ओ जे मोर सृजन नुहे तांको मु कहिबी तुमे अट मोर सृजन ओ से कहिबो तुमे अट मोर ईश्वर। 3 अध्याय अविश्वासिनी पत्नी को पुनः ग्रहण। प्रभु मते कहिले जदिओ सेमाने द्राक्षा पिष्टक पसंद करती ओ अन्य देव मानकर पश्चात गमन करती प्रभु जेपरि इस्राएल जनता को स्नेह करती सेहीपरि निज पतिर प्रेमिका होइथिबा सते
जी गणिका वृत्ति रे लिप्त हेला सेपरी जने नारी को तुमे जाई प्रेम कर। सुतरां 15 सेखेल परिमाणर रौप्य ओ 1.5 हमर मापर जब विनिमय रे मु तांकु क्रय कली। मु तांकु कहिली दीर्घ काल व्यापी तुमे मोर निजस्व रूपे वास करिब। तुमे आउ केबे हे गणिका वृत्ति रे लिप्त हेब नाही किंबा तुमे अन्य कोनोसी पुरुषर निजस्व हेब नाही। तुम प्रति मु मध्य सेही परी होई रहिबी। इस्राएल संतान माने मध्य दीर्घ काल व्यापी एपरी वास करिबे जे सेमानकर कोनोसी राजा शासक गण ओ नैवेद्य स्वर्ग पूजा स्तंभ एफद किंबा तेराफिन हेबे नाही। तत्परे फेरी आसी सेमाने प्रभु सेमानक ईश्वरंकु ओ सेमानक राजा दाविदंकु खोजिबे। ସେହି ଦିନ ମାନଙ୍କରେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରି ସେମାନେ ଫେରି ଆସିବେ ଓ ସେମାନେ ତାହାଙ୍କ କରୁଣାର ପାତ୍ର ହେବେ। 4 ଅଧ୍ୟାୟ ଇସ୍ରାଏଲର ଦୋଷ ସକଳ। ହେ ଇସ୍ରାଏଲ ଜନତା ପ୍ରଭୁଙ୍କର ବଚନ ଶୁଣ। ଦେବବାସୀମାନଙ୍କ ବିରୁଦ୍ଧରେ ପ୍ରଭୁ ଦୋଷାରୋପ କରନ୍ତି। ଦେଶରେ ବିଶ୍ୱସ୍ତତା ସ୍ନେହ କିମ୍ବା ଈଶ୍ୱରଙ୍କର ଜ୍ଞାନ ଦେଖାଯାଏ ନାହିଁ। ବରଂ ଶପଥ ଗ୍ରହଣ ମିଥ୍ୟା ରଟନା ହତ୍ୟା ଚୋରି ବ୍ୟଭିଚାର ଏ ସମସ୍ତ ପରିଲକ୍ଷିତ ହୁଏ। ସେମାନେ ସମସ୍ତେ ସୀମାରେଖା ଭଗ୍ନ କରନ୍ତି। ହତ୍ୟା ପରେ ହତ୍ୟା ସଂଘଟିତ ହୁଏ। ସୁତରାଂ ଦେଶ ବିଳାପ କରେ, ଦେଶବାସୀମାନେ କ୍ଷୟପ୍ରାପ୍ତ ହୁଅନ୍ତି। କ୍ଷେତର ପଶୁ ଆକାଶର ପକ୍ଷୀମାନେ ଓ ସମୁଦ୍ରର ମତ୍ସ୍ୟ ଗୁଡ଼ିକ ମଧ୍ୟ ଅପହୃତ ହୁଅନ୍ତି। ଯାଜକମାନଙ୍କ ବିରୁଦ୍ଧରେ ତଥାପି କେହି ଯୁକ୍ତି ନ ବାଢ଼ୁ, କେହି ଦୋଷାରୋପ ନ କରୁ। ହେ ଯାଜକ, ତୁମ ବିରୁଦ୍ଧରେ ମୁଁ ଦୋଷାରୋପ କରେ। ଦିବା କାଳରେ ତୁମେ ଝୁଣ୍ଟି ପଡ଼ିବ, ରାତ୍ରି କାଳରେ ପ୍ରବକ୍ତା ମଧ୍ୟ ତୁମ ଗହଣରେ ଝୁଣ୍ଟି ପଡ଼ିବ। ମୁଁ ମଧ୍ୟ ମାତାଙ୍କୁ ବିନାଶ କରିବି। ଅବଜ୍ଞା ଯୋଗୁଁ ମୋର ସୃଜନ ବିନଷ୍ଟ ହୁଅନ୍ତି। ଯେ ହେତୁ ତୁମେ ଜ୍ଞାନକୁ ଅସ୍ୱୀକାର କଲ, ସେ ହେତୁ ତୁମେ ଯେ ଯାଜକ ହୋଇ ରୁହ, ମୁଁ ତାହା ମଧ୍ୟ ଅସ୍ୱୀକାର କରେ। ଯେ ହେତୁ ତୁମେ ଈଶ୍ୱରଙ୍କର ବିଧାନ ବିସ୍ମରି ଯାଇଅଛ, ସେ ହେତୁ ମୁଁ ମଧ୍ୟ ତୁମ ସନ୍ତାନମାନଙ୍କୁ ବିସ୍ମରି ଯିବି। ସେମାନେ ଯେତେ ଅଧିକ ହେଲେ ସେତେ ଅଧିକ ସେମାନେ ମୋ ବିରୁଦ୍ଧରେ ପାପ କଲେ। ସେମାନଙ୍କ ମହିମାକୁ ମୁଁ ଅପମାନରେ ପରିଣତ କରିବି। ମୋର ସୃଜନମାନଙ୍କ ପାପ ଜରିଆରେ ସେମାନେ ନିଜ ନିଜ ଜୀବିକା ଅର୍ଜନ କରନ୍ତି। ସେମାନଙ୍କ ଦୋଷ ହେତୁ ସେମାନେ ଅତ୍ୟଧିକ ଲୋଭଶକ୍ତ ହୋଇଛନ୍ତି। ଯାଜକମାନେ ଯେଉଁପରି ଜନତା ମଧ୍ୟ ସେହିପରି। ସେମାନଙ୍କ ମାର୍ଗବଳୀ ସକାଶେ ମୁଁ ସେମାନଙ୍କୁ ଦଣ୍ଡ ଦେବି। ସେମାନଙ୍କ କାର୍ଯ୍ୟକଳାପ ସକାଶେ ମୁଁ ସେମାନଙ୍କ ଠାରୁ ପ୍ରତିଶୋଧ ନେବି। ସେମାନେ ଭୋଜନ କରିବେ କିନ୍ତୁ ପରିତୃପ୍ତ ହେବେ ନାହିଁ। ସେମାନେ ଗଣିକା ବୃତ୍ତିରେ ଲିପ୍ତ ହେବେ କିନ୍ତୁ ସେମାନେ ପରିବର୍ଦ୍ଧିତ ହେବେ ନାହିଁ। କାରଣ ଗୁଣିକା ବୃତ୍ତିରେ ସେମାନେ ଯେପରି ଲିପ୍ତ ହୁଅନ୍ତି, ସେଥିସକାଶେ ସେମାନେ ପ୍ରଭୁଙ୍କୁ ଉପେକ୍ଷା କରିଛନ୍ତି। ପିତୁଳା ପୂଜା ବିରୁଦ୍ଧରେ ଦ୍ରାକ୍ଷାରସ ତଥା ନୂତନ ଦ୍ରାକ୍ଷାରସ ବୃଦ୍ଧି ଶକ୍ତିର ହ୍ରାସ ଘଟାଏ। କାଠ ଖଣ୍ଡରୁ ମୋର ସୃଜନ ଦିବ୍ୟ ଅଭୀଷ୍ଟ ସନ୍ଧାନ କରନ୍ତି। ସେମାନଙ୍କ ଯଷ୍ଟି ସେମାନଙ୍କୁ ଦିବ୍ୟବାଣୀ ଜଣାଇ ଦିଏ। କାରଣ ଗଣିକା ବୃତ୍ତିର ଏକ ପ୍ରେତାତ୍ମା ସେମାନଙ୍କୁ ଭ୍ରଷ୍ଟ କରିଛି ଏବଂ ଗଣିକା ବୃତ୍ତିରେ ଲିପ୍ତ ହେବା ପାଇଁ ସେମାନେ ସେମାନଙ୍କ ଈଶ୍ୱରଙ୍କୁ ପରିତ୍ୟାଗ କରିଅଛନ୍ତି। ସେମାନେ ଗିରିଶୃଙ୍ଗ ଉପରେ ବଳି ଉତ୍ସର୍ଗ କରନ୍ତି। ପାହାଡ଼ ଉପରେ ଓ ହକ୍ ଲିବ୍ନି ତଥା ତିଫିନ୍ ବୃକ୍ଷ ସକଳ ମୂଳରେ ଧୂପାର୍ଚ୍ଚନା କରନ୍ତି। କାରଣ ସେ ସମସ୍ତର ଛାୟା ସୁଖଦାୟକ ଅଟେ। ତୁମ କନ୍ୟାମାନେ ଯେବେ ଗଣିକା ବୃତ୍ତିରେ ଲିପ୍ତ ହେବେ, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି ନାହିଁ। ଓ ତୁମ ପତ୍ନୀମାନେ ଯେବେ ବ୍ୟଭିଚାର ବୃତ୍ତିରେ ଲିପ୍ତ ହେବେ,
ତେବେ ମୁଁ ସେମାନଙ୍କ ପ୍ରତି ଶାସ୍ତି ବିଧାନ କରିବି ନାହିଁ। କାରଣ ପୁରୁଷମାନେ ନିଜେ ଗଣିକା ମାନଙ୍କ ସହିତ ବ୍ୟଭିଚାର ବୃତ୍ତିରେ ଲିପ୍ତ ହୁଅନ୍ତି ଓ ଦେବବାସୀମାନଙ୍କ ଗହଣରେ ନୈବେଦ୍ୟ ଉତ୍ସର୍ଗ କରନ୍ତି। ବୁଦ୍ଧିହୀନ ଜନତା ବିନଷ୍ଟ ହେବେ। ହେ ଇସ୍ରାଏଲ, ଯଦିଓ ତୁମେ ଗଣିକା ବୃତ୍ତିରେ ଲିପ୍ତ, ତଥାପି ଯୁଦାକୁ ସେହି ଦୋଷର ଲିପ୍ତ ହେବାକୁ ଦିଅ ନାହିଁ। ଗିଲଗାଲରେ ପ୍ରବେଶ କର ନାହିଁ, ବେତାବନ ଦିଗରେ ଯାତ୍ରା କର ନାହିଁ। ଜୀବିତ ପ୍ରଭୁଙ୍କ ନାମରେ ମୁଁ କହେ ଯେ ଏହିପରି କହି ଶପଥ କର ନାହିଁ। ଏକ ଅନମନୀୟତା ଛଡ଼ା ସଦୃଶ୍ୟ ଇସ୍ରାଏଲ ଅନମନୀୟତା ଅଟେ। ପ୍ରଶସ୍ତ ଚାରଣ ଭୂମିରେ ଏକ ମେଷ ଶାବକକୁ ଯେପରି ଚରେ, ସେହିପରି ପ୍ରଭୁ କ'ଣ ସେମାନଙ୍କୁ ଆପ୍ୟାୟିତ କରିପାରିବେ? ଇଫ୍ରାଇମ ପିତୁଳା ସମୂହ ପ୍ରତି ଅନୁରକ୍ତ, ତାହାକୁ ସେଥିପାଇଁ ଛାଡ଼ି ଦିଅ। ସେମାନେ ଏକ ମଦ୍ୟପୀ ଦଳ ଅଟନ୍ତି। ସେମାନେ ଗଣିକା ବୃତ୍ତିରେ ବ୍ରତୀ ହୁଅନ୍ତି। ସେମାନେ ସେମାନଙ୍କ ମହତ୍ତ୍ୱ ଅପେକ୍ଷା ଅପମାନକୁ ଅଧିକ ପସନ୍ଦ କରନ୍ତି। ଏକ ବାୟୁ ପ୍ରବାହ ତାହାର ପକ୍ଷରେ ସେମାନଙ୍କୁ ଆଚ୍ଛାଦନ କରି ଉଡ଼ାଇ ନେବ ଓ ନିଜ ନିଜ ଜାଗପୀଠ ସମ୍ବନ୍ଧରେ ସେମାନେ ଲଜ୍ଜିତ ହେବେ। 5 ଅଧ୍ୟାୟ ଜନତା ଓ ସେମାନଙ୍କ ନେତାମାନଙ୍କ ବିରୁଦ୍ଧରେ। ହେ ଯାଜକଗଣ ଶୁଣ, ହେ ଇସ୍ରାଏଲ ଗୃହ ମନୋଯୋଗୀ ହୁଅ, ହେ ରାଜକୀୟ ଗୃହ କର୍ଣ୍ଣପାତ କର। କାରଣ ତୁମମାନଙ୍କ ବିରୁଦ୍ଧରେ ବିଚାର ବିଧି ବିଜ୍ଞାପିତ। କାରଣ ତୁମେମାନେ ମିସ୍ପାରେ ଏକ ଫାଶ ସଦୃଶ୍ୟ ଓ ତାବେର ଉପରେ ବିସ୍ତୃତ ଥିବା ଏକ ଢାଲ ସ୍ୱରୂପ ହୋଇଥିଲ। ସେମାନେ ସିତିମ୍‌ର ଗର୍ତ୍ତକୁ ଗଭୀର କଲେ। କିନ୍ତୁ ସେ ସମସ୍ତଙ୍କୁ ମୁଁ ଦଣ୍ଡ ଦେବି। ମୁଁ ଇଫ୍ରାଇମକୁ ଜାଣେ, ଇସ୍ରାଏଲ ମୋ ଠାରୁ ଲୁଚି ରହେ ନାହିଁ। ହେ ଇଫ୍ରାଇମ, ତୁମେ ଗଣିକା ବୃତ୍ତିରେ ଲିପ୍ତ। ଇସ୍ରାଏଲ କଳୁଷିତ। ସେମାନଙ୍କ ଈଶ୍ୱରଙ୍କ ସନ୍ନିଧାନକୁ ଫେରି ଆସିବା ପାଇଁ ସେମାନଙ୍କ କାର୍ଯ୍ୟକଳାପ ସେମାନଙ୍କୁ ଛାଡ଼ି ଦିଏ ନାହିଁ। କାରଣ ଗଣିକା ବୃତ୍ତିର ଏକ ପ୍ରେତାତ୍ମା ସେମାନଙ୍କୁ ଆବିଷ୍ଟ କରିଛି ଓ ସେମାନେ ପ୍ରଭୁଙ୍କୁ ଜାଣନ୍ତି ନାହିଁ। ଇସ୍ରାଏଲର ଅହଙ୍କାର ତା ବିରୁଦ୍ଧରେ ସାକ୍ଷ୍ୟ ଦିଏ। ଇଫ୍ରାଇମ ନିଜ ଦୋଷ ଉପରେ ଝୁଣ୍ଟି ପଡ଼ି ପତିତ ହେବ। ଯୁଦା ମଧ୍ୟ ସେମାନଙ୍କ ସହିତ ଝୁଣ୍ଟି ପଡ଼ିବ, ପତିତ ହେବ। ସେମାନେ ମେଷ ତଥା ଗୋପଲ ସମେତ ସେମାନେ ପ୍ରଭୁଙ୍କୁ ଖୋଜିବା ପାଇଁ ପ୍ରସ୍ଥାନ କରିବେ, କିନ୍ତୁ ସେମାନେ ତାହାକୁ ପାଇବେ ନାହିଁ। ସେ ସେମାନଙ୍କ ଠାରୁ ଚାଲିଯାଇ ଅଛନ୍ତି। ସେମାନେ ପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତତା ପ୍ରଦର୍ଶନ କଲେ। ସେମାନେ ଜାରଜ ସନ୍ତାନମାନଙ୍କୁ ଜନ୍ମ ଦେଲେ। ସେମାନଙ୍କ କ୍ଷେତ ସକଳ ସମେତ ସେମାନଙ୍କୁ ଅମାବାସ୍ୟା ଗ୍ରାସ କରିବ। ଭ୍ରାତାମାନଙ୍କ ମଧ୍ୟରେ ଯୁଦ୍ଧ। ଗିବିଆରେ ସିଂହ ବଜାଅ, ରାମାରେ ଭେରୀ ବାଦନ କର, ବେତାମରେ ଯୁଦ୍ଧ ଆହ୍ୱାନ ରବ ଧ୍ୱନିତ କର। ହେ ବେଞ୍ଜାମିନ, ପ୍ରକମ୍ପିତ ହୁଅ। ଶାସ୍ତି ବିଧାନ ଦିବସରେ ଇଫ୍ରାଇମ ନିର୍ଜନ ହୋଇ ରହିବ। ଇସ୍ରାଏଲ ଗୋଷ୍ଠୀ ସକଳ ମଧ୍ୟରେ ମୁଁ ଏକ ସୁନିଶ୍ଚିତ ବିନାଶ ଘୋଷଣା କରେ। ଯୁଦାର ଶାସକମାନେ ସୀମାରେଖା ନିର୍ମୂଳ କରିଥିବା ଲୋକମାନଙ୍କ ସଦୃଶ୍ୟ ହୋଇଛନ୍ତି। ସେମାନଙ୍କ ଉପରେ ମୋର କ୍ରୋଧ ମୁଁ ଜଳ ସଦୃଶ୍ୟ ଢାଳି ଦେବି। ଇଫ୍ରାଇମ ଜଣେ ଉତ୍ପୀଡ଼କ। ସେ ନୀତିନିଷ୍ଠାକୁ ପାଦରେ ଦଳେ। ବ୍ୟର୍ଥତାର ପଶ୍ଚାତ୍ ଗମନ କରିବା ପାଇଁ ସେ ସ୍ଥିର ମନା। ସୁତରାଂ ଇଫ୍ରାଇମ ପ୍ରତି ମୁଁ ଏକ କୀଟ ସଦୃଶ୍ୟ ଓ ଯୁଦା ଗୃହ ପ୍ରତି ଏକ କ୍ଷତତୁଲ୍ୟ ହୋଇଛି। ଇଫ୍ରାଇମ ଯେତେବେଳେ ତାହାର ରୋଗକୁ ଓ ଯୁଦା ତାହାର କ୍ଷତକୁ ଦେଖିଲା, ସେତେବେଳେ ଆସିରିଆ ଆଡ଼େ ବୁଲିପଡ଼ି ଇଫ୍ରାଇମ ମହାରାଜାଙ୍କ ନିକଟରେ ଲୋକ ପଠାଇଲା, କିନ୍ତୁ ତୁମକୁ ସୁସ୍ଥ କରିବା କିମ୍ବା ତୁମ କ୍ଷତକୁ ଆରୋଗ୍ୟ କରିବା ପାଇଁ ସେ ସକ୍ଷମ ନୁହେଁ। ଇଫ୍ରାଇମ ପ୍ରତି ଏକ ସିଂହ ସଦୃଶ୍ୟ
जुदा गृह प्रति एक तरुण सिंह तुल्य मु हेबी। मु हाँ स्वयं मु सेमानकु चिन्भिन करिबी। सेमानकु त्याग करी मु प्रस्थान करिबी। मु सेमानकु टाणी नहीं जीवी। केही सेमानकु रक्षा करि पारिबो नाही। जे पर्यंत निज निज दोष स्वीकार करी सेमाने मोर मुखर संधान न करिबे ओ निज निज वेदना मध्यरे मते अन्वेषण न करिबे से पर्यंत मोर बसती स्थान रे मु रहिबी। 6 अध्याय इस्राएल रो निष्ठाहीन अनुताप। सेमाने कहिबे आस आमे प्रभुंको सन्निधान को फेरी जिबा कारण से आमको चिन्भिन कले किंतु से आम्भमान को सुस्थ करिबे। से आम्भमान को आघात कले किंतु से आम्भमान को क्षत बांधिबे। 2 दिन पर से आमको जीवन फेराई देबे। तृतीय दिवस रे से आमको उठाइबे। सही परि आम्भे माने ताहांको सन्निधान रे जीवित रहिबो। आम्भे माने प्रभुंको जानिबा ताहांको जानिबा पाई आम्भे माने त्वरान्वित हेबा। ताहांकर आगमन प्रभात सदृश्य सुनिश्चित। वृष्टिपात सदृश्य भूस्थली को सेचन करुथिबा बसंतकालीन वृष्टि सदृश्य से आम समीप को आसिबे। हे इफ्राइम तुम प्रति मु कौन करिबी? हे जुदा तुम प्रति मु कौन करिबी? तुम स्नेह प्रभातर मेघ सदृश्य ओ अति बेगरे अदृश्य होइथिबा शिशिर तुल्य। सुतरां मु सेमानकु प्रवक्ता मानक द्वारा काटी पकाइली। मोर अधर निर्गत वचन सकल द्वारा मु सेमानकु निधन कली। मोर विचार विधि ज्योति सदृश्य व्यक्त हुए। बलिदान नुहे बरं निरंतर स्नेह मु पसंद करे। हम बलि नुहे बरं ईश्वर आज्ञा मु कामना करे। किंतु आदाम ठारे सेमाने व्यवस्था विधान लंघन कले। सेठारे सेमाने मो प्रति अविश्वस्त हेले। गिलियाद दुष्कर्मी मानकर एक नगरी। सेठारे रक्त प्रवाह देखा जाए। जणे लोक सकाशे तस्कर माने जेपरी छकी बसंती सेही परी जाजक माने दलबद्ध होइछंती। सेखेमर पथरे सेमाने हत्या करंती। हाँ सेमाने भ्रष्टाचार करंती। इस्राएल गृहरे मु एक भीषण कार्य देखिबाकू पाई अछि। इफ्राइमर गणिका वृत्ति सेठारे संगठित हुए। इस्राएल कलंकित। हे जुदा मोर सृजन मान को ऐश्वर्य मु जेबे पुनः स्थापन करिबी तेबे मु तुम पाई मध्य एक फसल अमल निर्णय करिबी।